ଆପଣ କେବେ ଶୁଣିଛନ୍ତି କି ଜଗନ୍ନାଥଜୀ ହନୁମାନଜୀଙ୍କୁ ବାନ୍ଧି ଦେଇଥିଲେ? କିନ୍ତୁ କାହିଁକି? ହନୁମାନଜୀ ତ ରାମ ଭକ୍ତ ଏବଂ ସବୁଠାରୁ ଶକ୍ତିଶାଳୀ ଦେବତାଙ୍କ ମଧ୍ୟରୁ ଜଣେ। ଶେଷରେ ଜଗନ୍ନାଥଜୀଙ୍କୁ ଏମିତି କାହିଁକି କରିବାକୁ ପଡ଼ିଲା? ଏ କାହାଣୀରେ ଲୁଚି ରହିଛି ଭକ୍ତି, ଶକ୍ତି ଏବଂ ଏକ ବଡ଼ ରହସ୍ୟ। ତେବେ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା ଆଜିର କାହାଣୀକୁ। ବହୁତ ସମୟ ପୂର୍ବରୁ କଥା, ଯେତେବେଳେ ପୁରୀ ଜଗନ୍ନାଥଜୀଙ୍କ ମନ୍ଦିର ତିଆରି ହେଲା ଏବଂ ସେଠାରେ ଜଗନ୍ନାଥଜୀ, ବଳଭଦ୍ରଜୀ ଏବଂ ସୁଭଦ୍ରାଜୀ ବିରାଜମାନ ହେଲେ। ମନ୍ଦିର ପାଖରେ ହିଁ ସମୁଦ୍ର ଥିଲା ଏବଂ ସମୁଦ୍ର ଲହରୀ ଶବ୍ଦ ମନ୍ଦିର ପର୍ଯ୍ୟନ୍ତ ଆସୁଥିଲା। ମନ୍ଦିରରେ ସବୁକିଛି ଶାନ୍ତ ଥିଲା, କିନ୍ତୁ ଏକ ସମସ୍ୟା ବାରମ୍ବାର ହେଉଥିଲା। ରାତି ସମୟରେ ମନ୍ଦିର ପାଖରେ ବହୁତ ଜୋରରେ ଆନ୍ଧି ତୁଫାନ ଆସୁଥିଲା। ସମୁଦ୍ର ଲହରୀ ଶବ୍ଦ ଏତେ ଜୋର ଥିଲା ଯେ ମନ୍ଦିର ଭିତର ଶାନ୍ତି ରହିପାରୁନଥିଲା। ଜଗନ୍ନାଥଜୀ ଭାବିଲେ କି ମନ୍ଦିର ରକ୍ଷା ପାଇଁ କୌଣସି ଶକ୍ତିଶାଳୀ ଦେବତାଙ୍କୁ ଏଠାରେ ରଖିବାକୁ ହେବ। ସେତେବେଳେ ସେ ହନୁମାନଜୀଙ୍କୁ ମନେ ପକାଇଲେ। ରଘୁନନ୍ଦନ ରଘୁନନ୍ଦନ ରଘୁବର ସେବନ ରଘୁପତି ଶୟନ। ହନୁମାନଜୀଙ୍କୁ ତୁରନ୍ତ ପ୍ରକଟ ହୋଇଗଲେ ଏବଂ କହିଲେ, ପ୍ରଭୁ, ଆପଣ ମୋତେ ମନେ ପକାଇଲେ। ଜଗନ୍ନାଥଜୀ କହିଲେ, ହନୁମାନ, ଏହି ମନ୍ଦିର ଏବଂ ଏହି ନଗରୀକୁ ରକ୍ଷା ତମକୁ କରିବାକୁ ହେବ। ସମୁଦ୍ରର ଢେଉ ଏବଂ ତୁଫାନ ଏଠାକୁ ଆସିବାରୁ ରୋକିବାକୁ ହେବ। ହନୁମାନଜୀ ହାତ ଯୋଡ଼ି କହିଲେ, ପ୍ରଭୁ, ଏହା ତ ମୋ ପାଇଁ ଗର୍ବର କଥା। ମୁଁ ତୁରନ୍ତ ଏହି କାମ ଆରମ୍ଭ କରୁଛି। ହନୁମାନଜୀ ସମୁଦ୍ର କୂଳରେ ବସିଗଲେ ଏବଂ ନିଜ ଶକ୍ତିରେ ଢେଉ ଗୁଡ଼ିକକୁ ରୋକିବା ପାଇଁ ଲାଗିଲେ। ଯେତେବେଳେ ତୁଫାନ ଆସୁଥିଲା, ହନୁମାନଜୀ ତାକୁ ଫେରାଇ ଦେଉଥିଲେ। ସବୁକିଛି ଠିକ୍ ଥିଲା, କିନ୍ତୁ ଦିନେ କିଛି ଅଜବ ଘଟିଲା। ହନୁମାନଜୀଙ୍କ ରାମଜୀଙ୍କ କଥା ମନେ ପଡ଼ିଗଲା। ସେ ରାମ ନାମ ଜପୁ ଜପୁ ଏତେ ମଗ୍ନ ହୋଇଗଲେ ଯେ ନିଜର କାମ ଛାଡ଼ି ରାମଙ୍କୁ ଦର୍ଶନ ପାଇବାକୁ ଚାଲିଗଲେ। ଯେତେବେଳେ ହନୁମାନଜୀ ସେଠାରେ ଚାଲିଗଲେ, ସେତେବେଳେ ସମୁଦ୍ରର ଢେଉ ରୋକିବାକୁ କେହି ନଥିଲେ। ପ୍ରବଳ ତୁଫାନ ଆସିଲା ଏବଂ ଢେଉର ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଗଲା ଏବଂ ମନ୍ଦିର ଶାନ୍ତି ଭଙ୍ଗ ହୋଇଗଲା। ଜଗନ୍ନାଥଜୀ ବୁଝିଗଲେ ଯେ ହନୁମାନଜୀ ନିଜର ରାମଭକ୍ତ କାରଣରୁ କେବେ ବି ଏଠାରେ ଚାଲିଯାଆନ୍ତି। ମନ୍ଦିର ସୁରକ୍ଷା ପାଇଁ ସେମାନଙ୍କୁ ସବୁବେଳେ ଏଠାରେ ରହିବା ଜରୁରୀ ଥିଲା। ସେତେବେଳେ ଜଗନ୍ନାଥଜୀ ଏକ ଯୋଜନା କଲେ। ସେ ହନୁମାନଜୀଙ୍କୁ ପୁଣି ଡକାଇଲେ କହିଲେ, ହନୁମାନ, ତୁମର ଭକ୍ତି ଏବଂ ଶକ୍ତି ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, କିନ୍ତୁ ମନ୍ଦିର ରକ୍ଷା ପାଇଁ ତୁମକୁ ଏଠାରେ ରହିବାକୁ ପଡ଼ିବ। କୁଆଡ଼େ ନ ଯାଇ ହନୁମାନଜୀ କହିଲେ, ପ୍ରଭୁ, ମୁଁ ଚେଷ୍ଟା କରିବି, କିନ୍ତୁ ଯେତେବେଳେ ମୋତେ ରାମଜୀଙ୍କ କଥା ମନେ ପଡ଼େ, ମୁଁ ନିଜକୁ ରୋକିପାରେ ନାହିଁ। ସେତେବେଳେ ଜଗନ୍ନାଥଜୀ ହସି କହିଲେ, ସେଥିପାଇଁ ମୋତେ ତୁମକୁ ବାନ୍ଧିବାକୁ ପଡ଼ିବ, ଯେପରି ତୁମେ ସବୁବେଳେ ଏଠାରେ ରୁହ, ମନ୍ଦିର ଏବଂ ରକ୍ଷା କର। ଆଜି ହନୁମାନଜୀ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ପ୍ରଭୁଙ୍କ ଆଦେଶ ମାନିଲେ। କୁହାଯାଏ ଯେ ଜଗନ୍ନାଥଜୀ ହନୁମାନଜୀଙ୍କ ଏକ ବିଶେଷ ଶକ୍ତି ଦ୍ୱାରା ମନ୍ଦିର ନିକଟର ସ୍ତରରେ କରିଦେଲେ, ଯେପରି କୁଆଡ଼େ ଯାଇପାରିବେ ନାହିଁ ଏବଂ ସବୁବେଳେ ପୁରୀ ଧାମରେ ରକ୍ଷା କରୁଥିବେ। ଏହି କାରଣରୁ ପୁରୀ ଏକ ସ୍ଥାନ ଅଛି ଯେଉଁଠାରେ ହନୁମାନଜୀଙ୍କ ବେଢ଼ା ହନୁମାନ ବା ହନୁମାନ ବାନ୍ଧିଛନ୍ତି କୁହାଯାଏ। ଲୋକ ମାନନ୍ତି କି ହନୁମାନଜୀ ଆଜି ମଧ୍ୟ ସେଠାରେ ବସି ଅଛନ୍ତି, ସମୁଦ୍ରର ଢେଉରେ ଏବଂ ମନ୍ଦିର ପର୍ଯ୍ୟନ୍ତ ଆସିବାରୁ ରୋକନ୍ତି। ଏବଂ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ହେଉଛି ଯେ ପୁରୀ ଜଗନ୍ନାଥ ମନ୍ଦିର ଭିତରେ ସମୁଦ୍ରର ଢେଉ ଶବ୍ଦ ବହୁତ କମ୍ ଶୁଣାଯାଏ। ଯଦି ମନ୍ଦିର ସମୁଦ୍ରର ବହୁତ ପାଖରେ ଅଛି, ଲୋକମାନେ କହନ୍ତି ଏହା ହନୁମାନଜୀଙ୍କ ଶକ୍ତିର ପ୍ରମାଣ। ସେଠାରେ ଆଜି ପର୍ଯ୍ୟନ୍ତ ହନୁମାନଜୀ ଜଗନ୍ନାଥ ଧାମକୁ ରକ୍ଷା କରୁଛନ୍ତି ଏବଂ ଜଗନ୍ନାଥଜୀଙ୍କୁ ତାଙ୍କୁ ସେଥିପାଇଁ ବାନ୍ଧିଲେ, ଯେପରି ସେ ସବୁବେଳେ ଏଠାରେ ରହି ଭକ୍ତ ଏବଂ ମନ୍ଦିର ରକ୍ଷା କରିବେ। ତେବେ ବନ୍ଧୁଗଣ, ଏହି କାହାଣୀର ଆମ ଏହି ଶିକ୍ଷା ମିଳେ ଯେ କେବେ ଭଗବାନ ଆମକୁ ବାନ୍ଧି ନୁହେଁ, ବରଂ ଦାୟିତ୍ୱ ଦେଇ ଗୋଟିଏ ଜାଗାରେ ଅଟକାଇ ଦିଅନ୍ତି, ଯେପରି ଆମ ନିଜର କର୍ତ୍ତବ୍ୟ ପୂରଣ କରିପାରିବା। ଯଦି ଆପଣ ଏହି କାହାଣୀ ପସନ୍ଦ ଲାଗିଥାଏ, ତେବେ ନିଶ୍ଚୟ ଭିଡ଼ିଓଟିକୁ ଲାଇକ୍, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।
ଦେଖା ହେବା ଆଉ ଗୋଟେ ରହସ୍ୟମୟ କାହାଣୀରେ। ଧନ୍ୟବାଦ। ଜୟ ଜଗନ୍ନାଥ।